ମନ୍ଦିର ଭିତରେ ଥିବା ସମୟରେ ଏ କଥା ମାନନ୍ତୁ, ମାନିଲେ ଭଲ। ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପକୁ ଜଳାନ୍ତୁନି। ଫାର୍ଷ୍ଟ ପଏଣ୍ଟ। ସେକେଣ୍ଡ ପଏଣ୍ଟ, ମନ୍ଦିର ପରିକ୍ରମା ଯେତେବେଳେ କରୁଛନ୍ତି ବାଁ ପଟରୁ କ୍ଲକ୍ ୱାଇଜ୍ କରନ୍ତୁ। ନମ୍ବର 3, ମନ୍ଦିର ଭିତରକୁ ଚମଡ଼ା ବେଲ୍ଟ ପିନ୍ଧିକି ଯାଆନ୍ତୁ ନାହିଁ। ନମ୍ବର 4, ଭଗବାନଙ୍କର ମୂର୍ତ୍ତି ବା ଫଟୋରେ ଏକ୍ଜାକ୍ଟଲି ଫ୍ରଣ୍ଟରେ ଠିଆ ହୁଅନ୍ତୁନି, ଟିକେ ବାଁକୁ କିମ୍ବା ଡାହାଣକୁ ଠିଆ ହୁଅନ୍ତୁ। ନମ୍ବର 5, ଚେଷ୍ଟା କରନ୍ତୁ ଫୋନ୍ ଭାଇବ୍ରେସନ୍ ମୋଡ଼ରେ ରଖିକି ତା ଭିତରକୁ ଯିବାକୁ। ଫୋନ୍ ଉଠାନ୍ତୁ ନାହିଁ। ନେକ୍ସଟ ପଏଣ୍ଟ, ମନ୍ଦିର ଭିତରେ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରନ୍ତୁ ନାହିଁ। ବହୁତ ଜିନିଷ ଅଛି ମାନିବାକୁ। ଶ୍ରଦ୍ଧାର ସହିତ ପ୍ରଣାମ କରନ୍ତୁ। ସେଇ 2ରୁ 5 ମିନିଟ୍ କ'ଣ ଆମେ ସ୍ଥିର ଚିତ୍ତ ରହିପାରିବାନି? କ'ଣ କରିବା ତାହେଲେ ଜୀବନରେ? ଯାହାଙ୍କ ପାଖକୁ ଯାଉଛେ ସେ 14 ବ୍ରହ୍ମାଣ୍ଡର ଅଧୀଶ୍ୱର ଆମକୁ ସବୁ ଦେଇଥିଲେ, ଦେଉଛନ୍ତି, ଦେବେ ମଧ୍ୟ। କିଛି ନେବେନି। ତାଙ୍କ ପାଇଁ ଏତିକି ସମୟ, ଏତିକି ଶ୍ରଦ୍ଧା ନାହିଁ, ତାହେଲେ ଆମର ମଣିଷ ଜୀବନ କ'ଣ?